ଆଜ୍ଞା ନମସ୍କାର। କଥା କ'ଣ କି ମାସକୁ ବିଭାଗ କରିଦେବା। ଜୁନ୍ 15ରୁ ଜୁନ୍ 30 ଯାଏ ଏହି 15 ଦିନ ତୁଳା ରାଶିର ଲୋକମାନଙ୍କୁ ବିଧାତା ଦୟା କରିବେ। ମଙ୍ଗଳ ଆଉ କେତୁ ଯଥେଷ୍ଟ ଧନ ଦେବେ। 22/6 ପରେ ବୁଧ ଏ ଧନକୁ ବଢ଼େଇବେ। ତେଣୁ ଏହି 15 ଦିନ ଭିତରେ ଆମେ ତୁଳା ରାଶିର ଲୋକେ ଯୋଜନା କରିବା। ଯଦି ଆମେ କୃଷକ କୃଷି କ୍ଷେତ୍ରରେ ଧନର ବିନିଯୋଗ କରିବା, କେମିତି କୃଷିର ଉତ୍ତରୋତ୍ତର ଉନ୍ନତି ହେବ। ଯଦି ଆମେ ବଣିକ ବ୍ୟବସାୟ କରୁଛେ, ବଞ୍ଚିଛେ ସେଇଥିରେ, ତାହେଲେ ସେ ଦିଗରେ ମଧ୍ୟ ଅର୍ଥ ବିନିଯୋଗ କରିଦେବା। ସେଇଭଳି ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛେ, ଯେ ଅର୍ଥ ବିନିଯୋଗ କଲେ ହିଁ ଅର୍ଥ ମିଳିବ। ଯଦି ମାସର ପ୍ରଥମାର୍ଦ୍ଧରେ କିଛି ନ କରିବା, ପରେ ପସ୍ତେଇବା। ଯଦି କିଛି ଖର୍ଚ୍ଚ ନାହିଁ, ତାହେଲେ ଆଖି ବୁଜି ସଞ୍ଚୟ କରିବା, ଧନ ପ୍ରବଳ ଆସିବ। ସଞ୍ଚୟ କରିବାନି, ତାହେଲେ ନବମ ରବି ମୁଣ୍ଡକୁ ବିଗାଡ଼ି ଦେବେ। ଦୁଶ୍ଚିନ୍ତା ଆସିବ। ତାଙ୍କୁ ଶୁକ୍ରାଚାର୍ଯ୍ୟ ପରାମର୍ଶ ଦେବେ। ଆଉ ଏ ହାନିକାରକ ପରିବେଶକୁ ଉତ୍ତେଜିତ କରିବେ ରାହୁ। ରବି, ଶୁକ୍ର ଓ ରାହୁଙ୍କ ଯୋଗୁଁ ମୁଣ୍ଡ ବିଗିଡ଼ିଯିବ। ଭଲ କାମ ଭୁଲ ଲାଗିବ, ଭୁଲ କାମ ଭଲ ଲାଗିବ, ବୃଥା ଖର୍ଚ୍ଚ ହେଇଯିବ, ବିଭିନ୍ନ ବାଟରେ ପଇସା ସରିଯିବ। ନବମ ବୃହସ୍ପତି ସେ ଉଚ୍ଚ କୋଟିର ସମ୍ମାନ ଦେବେ। ଅଧମାଃ ଧନଂ ଇଚ୍ଛନ୍ତି ଧନଂ ମାନଂ ଚ ମଧ୍ୟମା ଉତ୍ତମାଃ ମାନଂ ଇଚ୍ଛନ୍ତି ମାନ ହି ମହତାଂ ଧନମ୍। ମହତ୍ ଲୋକମାନଙ୍କର ଧନ ହେଉଛି ସମ୍ମାନ। ସେଇ ସମ୍ମାନ ଯାହା ଭାଗ୍ୟରେ ନାହିଁ, ସେ ହତଭାଗା। ବଡ଼ ହେବା ଭଲ କଥା, କିନ୍ତୁ ଭଲ ହେବା ତାଠୁ ବଡ଼ କଥା। ତେଣୁ ଆମେ ଭଲ ହେବା, କାଳକୁ ଅକ୍ଷୟ କୀର୍ତ୍ତିର ଅଧୀଶ୍ୱର ହେବା। କବି କହିଲେନି, ମାଟି ଦେହ ତବ ଗ୍ରାସିଛି ଶ୍ମଶାନ, ଯଶ ଦେହେ ତୁମେ ଚିର ଆୟୁଷ୍ମାନ। ତେଣୁ ଯଶ କେତନ ଯାହା ଭାଗ୍ୟରେ ନାହିଁ, ସେ ହତଭାଗା, ତା ଜନ୍ମ ହେବା ବୃଥା। ବନ୍ଧୁ, ଏ ମାସରେ ଏହି ସମ୍ମାନ ଦେବେ ନବମ ବୃହସ୍ପତି। ଧନ ଦେବେ 22/6 ପରେ ବୁଧ। ମାସ ସାରା ମଙ୍ଗଳ ଆଉ କେତୁ ଯନ୍ତ୍ରଣା ଦେବେ, ଦୁଃଖ ଦେବେ, ରୋଗ ଦେବେ ରାହୁ ଆଉ ଶନି, କେତୁ ବି। ତେଣୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ବୃହସ୍ପତି ତୁଳା ରାଶିର ନବମ, ତୁଳାର ଅଧିପତି ଶୁକ୍ର। ଶୁକ୍ର ବୃହସ୍ପତିଙ୍କ ପଡ଼େ ନା, ତଥାପି ଏ ଅସୁସ୍ଥ ପରିବେଶରେ ରହି ବୃହସ୍ପତି ଯେ ଉଚ୍ଚ କୋଟିର ଧନ ଦେବେ, ତା ଅକ୍ଷୟ। ତାହା କ'ଣ ନା ସମ୍ମାନ। ଗୁରୁ ତୁଳା ରାଶିଙ୍କୁ ଏକ ଅପୂର୍ବ ଧନ ଦେବେ, ତାହା ସରିବନି। ଯଦି ସେମାନେ ସୁସଂଯତ ହେବେ, ଏହି ଧନ ବଢ଼ି ବଢ଼ିଯିବ। ତାହା ହିଁ ସମ୍ମାନ। ବୃହସ୍ପତିଙ୍କ ପାଇଁ ତୁଳା ରାଶିର ଲୋକେ ଯଶସ୍ୱୀ ହେବେ। 22/6 ପରେ ବୁଧ ତୁଳା ରାଶିର ସୁଖ ବୃଦ୍ଧି କରିବେ। ଏକାଦଶ ମଙ୍ଗଳ ବହୁ ଧନ ଦେବେ ଓ ଏହି ଧନର ସୁବିନିଯୋଗ କରିବେ ବୁଧ। ଷଷ୍ଠ ଶନି ଯାବତୀୟ ଦୁଃଖ କରଣ କରି
ଆନନ୍ଦିତ କରିବେ। କେତୁ ବି ମଙ୍ଗଳଙ୍କ ପରି ଏକାଦଶ ଫଳ ଦେବେ। ସେ ଚେଷ୍ଟା କରିବେ ଆରୋଗ୍ୟ ରଖି ସୁସ୍ଥ ଓ ଶାନ୍ତି ପରିବେଶରେ ଗଢ଼ି ତୋଳିବା ପାଇଁ। ଶୁକ୍ର ମାସ ସାରା ବୁଦ୍ଧ 21:6 ପରେ ଯାବତୀୟ ଶାରୀରିକ ଦୁଃଖ ଯନ୍ତ୍ରଣା ଦେବେ। ରୋଗ ଛଡ଼େଇ ନେବ ଭୋଗ। ଘୃଣା କରିବେ ଲୋକ, କହିବେ ତ ଏଟା ପୋକ ଆଉ। ତେଣୁ ରୋଗ ନ ହଉ। କେମିତି ହବନି? ଧର୍ମ କରିବା, ସତ୍କାର୍ଯ୍ୟ କରିବା, ସେବା କରିବା, ପରୋପକାର କରିବା, ଦେବା ଅନ୍ୟକୁ। ତମ ଗ୍ରହ ରାହୁ ପରଶ୍ରୀକାତର ବନ୍ଧୁ ପରି ସବୁ ଦିଗରୁ ହାନି କରିବା ପାଇଁ ପ୍ରୟାସ କରିବେ। ସାରାଂଶ ଏହା ହେଲା, ନବମ ରବି କୁପରାମର୍ଶ ଦେବେ। ଶୁକ୍ରଙ୍କ ଆକ୍ରମଣ ଏହି କୁପରାମର୍ଶକୁ ବଢ଼େଇ ଦେବ। ରାହୁଙ୍କର ଚକ୍ରାନ୍ତ ଯୋଗୁଁ ବ୍ୟକ୍ତି ଆର୍ଥିକ ସମସ୍ୟାରେ ପଡ଼ିବ। ସମସ୍ତ ଧନ ବୃଥା ଖର୍ଚ୍ଚରେ ସରିଯାଇପାରେ। ଏଣୁ ଯିଏ ସଞ୍ଚୟଶୀଳ ସେଇ ହିଁ ସୁଖ ପାଇବ। ସାବଧାନ ନହେଲେ ଋଣ କରିବାକୁ ପଡ଼ିବ, ଅଭାବ ଗୋଡ଼େଇବ। ତେଣୁ ବନ୍ଧୁ ସଞ୍ଚୟ କରନ୍ତୁ, ସଞ୍ଚୟ କରନ୍ତୁ, ସଞ୍ଚୟ କରନ୍ତୁ, ନହେଲେ ବହୁତ ଅନୁତାପ କରିବେ। ଯିଏ ସଞ୍ଚୟଶୀଳ ସେ ହିଁ ସୁଖ ପାଇବ। ସାବଧାନ ନହେଲେ ଋଣ କରିବାକୁ ବାଧ୍ୟ ହେବେ। ଏଣୁ ମାନସିକ ଅଶାନ୍ତି ବଢ଼ିଯିବ। ଧନ ସରିଗଲେ ଆତ୍ମୀୟମାନେ ଅନାଦର କରିବେ। ମାସର ପ୍ରଥମ ଭାଗରେ ସତର୍କ ରହି ବ୍ୟବସାୟ, କୃଷି ଆଦିକୁ ବଢ଼େଇବା ପାଇଁ ଏ ଅର୍ଥ ବିନିଯୋଗ କରନ୍ତୁ। ମଙ୍ଗଳ ହେବ, ନହେଲେ ହାରିଯିବେ। ଦୀର୍ଘସୂତ୍ରୀ ବିନଶ୍ୟତି। ଯେ କାମ ପକେଇ ରଖେ ସେ ହାରିଯାଏ, କିନ୍ତୁ ସେ ବୁଦ୍ଧିମାନ ଯେ କାଲି କାମ ଆଜି କରେ। ଆଜି କାମ ବର୍ତ୍ତମାନ କରେ। ବର୍ତ୍ତମାନ କାମ କରିସାରି ଆପଣଙ୍କ ସହ ଦୁଃଖ ସୁଖ ହୁଏ। ମହିଳାମାନେ এই ଆର୍ଥିକ ସମସ୍ୟା ସୃଷ୍ଟି କରିବେ। ପଇସା ଦେଖିଲେ ସେ ଯେମିତି ନିଆଁକୁ ଦେଖିଲେ ପୋକମାନେ ଫକ୍ ଫାକ୍ ଡିଅନ୍ତି, ପଇସା ଦେଖିଲେ ମହିଳାମାନେ କେମିତି ତାକୁ ଉପଭୋଗ କରିବେ, କେମିତି ଘରକୁ ନୂଆ ନୂଆ ଜିନିଷ ଆଣିବେ, କେମିତି ଭଲ ଭଲ ରୋଷେଇ କରିବେ, ତାଙ୍କ ମୁଣ୍ଡରେ ଆଉ କିଛି ଆସେନି। କେମିତି ଏ ସରିବ, ସରିଗଲା ପରେ ହାତ ମୋ ଦୁର୍ବୁଦ୍ଧି ପାଇଁ ସବୁ ଗଣ୍ଡଗୋଳ ହେଇଗଲା, ଜମା ବିଚାର କରିବେନି। ମହିଳାମାନେ ଘରକୁ ଆସୁଥିବା ଧନକୁ ଯଦି ସଞ୍ଚୟ କରିବେ ତାହେଲେ ସୁଖ ବଢ଼ିବ। ଆର୍ଥିକ ସମସ୍ୟା ସୃଷ୍ଟି କରିବେ ମହିଳାମାନେ ନିଜ ଦୁର୍ବୁଦ୍ଧି ପାଇଁ। ସେମାନେ ଚିନ୍ତିତ ହେବେ। ପଞ୍ଚମରେ ଶନି ଥିବାରୁ ବିଦ୍ୟାର୍ଥୀମାନେ ଅଗ୍ରଗତି କରି ନ ପାରି ଭାଙ୍ଗି ପଡ଼ିବେ। ମାସ ସାରା ରବିଙ୍କ ଯୋଗୁଁ 14, 15, 16 ନକ୍ଷତ୍ର ତ୍ରୟ ସମ୍ମାନିତ ହେବେ। ଗୁରୁ ସମ୍ମାନ ଦେବେ, ରବି ବି ସମ୍ମାନ ଦେବେ। ଗୁରୁ ବି ଦୟା କରିବେ ଯଦି ଏହି ନକ୍ଷତ୍ର ତ୍ରୟ ଅନ୍ୟମାନଙ୍କର ଶୁଭ ଚିନ୍ତା କରନ୍ତି। ଶନି ଧନ ବୃଦ୍ଧି ପାଇଁ ଏହି ନକ୍ଷତ୍ର ତ୍ରୟଙ୍କୁ ସୁଯୋଗ ଓ ସୁବିଧା ଦେବେ। ପଞ୍ଚମ ରାହୁ ଅମଙ୍ଗଳ ନ କରି ଏହି ନକ୍ଷତ୍ର ତ୍ରୟମାନଙ୍କର ଶୁଭକାମନା କରିବେ। ସନ୍ତାନମାନଙ୍କର ମଙ୍ଗଳ ହେବ। ରାହୁଙ୍କ ଯୋଗୁଁ ତୁଳା ରାଶିର ସନ୍ତାନମାନଙ୍କର ମଙ୍ଗଳ ହେବ। ପଞ୍ଚମ ରାହୁ ଅମଙ୍ଗଳ ନ କରି ଏହି ନକ୍ଷତ୍ର ତ୍ରୟର ଶୁଭକାମନା କରିବେ। ସନ୍ତାନମାନଙ୍କର ମଙ୍ଗଳ ହେବ। କେତୁ ହଇରାଣ କରିବେ। 14ର ମୁହଁରେ ରୋଗ ହେବ। ପାଟି ଭିତରେ, ଜିଭରେ, କଳରେ, କପାଳରେ ଏସବୁ ଦୁଃଖ ଦେବ କେତୁ। 14 ନକ୍ଷତ୍ର, ଚିତ୍ରା ନକ୍ଷତ୍ର କ୍ଷତି ବେଶୀ ହେବ। 15 ଓ 16 ନକ୍ଷତ୍ରର ଅଜାଗା ଘା ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ। ଅଜାଗାରେ ଘା ହେବ, ନିଜେ ଦେଖିପାରିବାନି କି କାହାକୁ ଦେଖେଇ ପାରିବାନି। କେତୁ କ'ଣ ହେବ? କେତୁ ଏକାଦଶ ଧନ ଦେବେ, ରୋଗ ବି ଦେବେ। ତେଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ରୋଗ ଆରମ୍ଭ ହେବା ମାତ୍ରେ ଚିକିତ୍ସା କରନ୍ତୁ। ଯଦି ରୋଗକୁ ବଢ଼େଇବେ
ଋଣ ବଢ଼ିଲେ ଯେମିତି ସୁଧ ମୂଳ କରି ସବୁ ନେଇଯାଏ, ରୋଗ ବଢ଼ିଲେ ସବୁ ନେଇଯିବ। ରୋଗ ଋଣ ଶତ୍ରୁ ୟାର ମୂଳୋତ୍ପାଟନ ଯିଏ କରେ ସେ ବୁଦ୍ଧିମାନ। ସେ କିଏ? ଆପଣ। ରହିଲେ ବନ୍ଧୁ, ନମସ୍କାର। ଯଦି ସୁବିଧା ମିଳେ ଆସନ୍ତାକାଲି ଆମେ ବିଛା ରାଶି ଉପରେ ଦୁଃଖ ସୁଖ ହେବା। ଓମ୍ ଶାନ୍ତି ଶାନ୍ତି ଶାନ୍ତି।